ଦିନକୁ ଦିନ ରାଜ୍ୟରେ ଗୋ ଚାଲାଣ ବଢ଼ୁଥିବା ବେଳେ ସରକାର ନିଦାବିଷ୍ଣୁ ସାଧିଛନ୍ତି। ବିଭିନ୍ନ ସମୟରେ ଗୋ ମାଫିଆ ଓ ଗୋରକ୍ଷକମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଅନେକ ଗୋରକ୍ଷକମାନଙ୍କ ଜୀବନ ଟଳି ଯାଉଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ଭଦ୍ରକ ଆଡ଼ୁ କଲିକତା ଅଭିମୁଖେ ଯାଉଥିବା WB29B 821 ନମ୍ବର ବିଶିଷ୍ଟ ଏକ ଆଇଚର ଗୋରୁ ବୋଝେଇ ଗାଡ଼ି ଯାଉଥିବା ବେଳେ କିଛି ଗୋରକ୍ଷକ ଉକ୍ତ ଗାଡ଼ିରୁ ଗୋମାତାଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ଗାଡ଼ିର ପିଛା କରିଥିଲେ। ଏହି ସମୟରେ ପୋଲିସ ଚେକିଂର ଖବର ପାଇ ଉକ୍ତ ଗୋରୁ ଭର୍ତ୍ତି ଗାଡ଼ିଟି ସେଡ଼େଗୋ ଟୋଲ୍ ଗେଟ୍ରୁ ୟୁଟର୍ନ ମାରି ପୁଣି ଥରେ ଭଦ୍ରକ ଅଭିମୁଖେ ଦ୍ରୁତ ଗତିରେ ପଳାଇ ଆସୁଥିବା ସମୟରେ ଗୋରକ୍ଷକ ଖନ୍ତାପଡ଼ା ଥାନା କସବା ଜୟପୁର ଅଳସୁଆ ଗ୍ରାମର ଲମ୍ବୋଦର ମହାପାତ୍ର ଓ କୃପାସିନ୍ଧୁ ବେହେରାକୁ ପଣପଣା ନିକଟରେ ଗୋମାଫିଆଙ୍କ ଏକ ଏସ୍କର୍ଟ ଗାଡ଼ି ମୋଡ଼ାଇ ଦେଇଥିଲା। ପୁନଶ୍ଚ ଉକ୍ତ ପଛକୁ ଫେରି କୃପାସିନ୍ଧୁ ବେହେରାଙ୍କ ଉପରେ ଅତି ଅମାନସିକ ବର୍ବରତା ରୂପେ ଚଢ଼ାଇ ଦେଇ ତାଙ୍କ ମୁଣ୍ଡରେ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପଛରେ ଆସୁଥିବା ଗୋରକ୍ଷକମାନେ ପହଞ୍ଚିଯିବାରୁ ଗୋମାଫିଆଙ୍କ ଏସ୍କର୍ଟ ଗାଡ଼ିଟି ଦ୍ରୁତ ଗତିରେ ଖସି ପଳାଇଯିବାର ସକ୍ଷମ ହୋଇଥିଲା। ଏହି ସମୟରେ ଗୋରୁ ବୋଝେଇ ଆଇଚର ଗାଡ଼ିଟି ବାରିପୁର ନିକଟରେ ଅଟକି ଯାଇ ଡ୍ରାଇଭର ଖସି ପଳାଇଯାଇଥିବା ପରେ ପୁଲିସ ଉକ୍ତ ଗାଡ଼ିର 6ଟି କଅଁଳା ବାଛୁରୀ ସମେତ 45ଟି ଜୀବନ୍ତ ଗୋରୁ ଏବଂ 2ଟି ମୃତ ଗୋରୁଙ୍କୁ ବା 47 ଗୋରୁଙ୍କୁ ଉଦ୍ଧାର କରି ବାମ୍ପଦାରେ ଥିବା ଭାରତୀ ଗୋଶାଳାରେ ଛାଡ଼ିଥିଲା। ଏ ବାବଦରେ ଖନ୍ତାପଡ଼ା ଥାନା ଦାୟିତ୍ୱରେ ଥିବା ଏସ୍ଆଇ ବିକ୍ରମ କୁମାର ମହାପାତ୍ରଙ୍କୁ ପଚାରିବାରୁ ଦୁର୍ଘଟଣା ବାବଦରେ ଦୁର୍ଘଟଣାସ୍ଥଳରେ କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ତଦନ୍ତ ଚାଲିଛି। ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମଧ୍ୟ ମିଳିଛି। ଏନେଇ ଗୋ ସେବକମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଆଜି ସେମାନେ ଖନ୍ତାପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ କରି ବହୁ ସମୟ ଧରି ରାଜରାସ୍ତାକୁ ଅବରୋଧ କରି ରଖିଛନ୍ତି। ମନୋଜ କୁମାର ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।